मु नर्स हाँ आमे नर्स आज्ञा समाजर दायित्व केवल डाक्तर को ऊपर नुह नर्स माने भी मध्य नहीं थांती हाथ में धरी स्टेथो आ पिंधि धड़ा पोशाक कौन केवल नॉर्मल पोशाक नुह यह हूँ दायित्व हाँ आमे बॉर्डर रे सैन्य हो शत्रु विरुद्ध लड़ी पारू सत किंतु स्वास्थ्य विज्ञान रे आमे रोग सहित लड़ुचु कारण आमे नर्स अल्प बहुत आपण भी कोरोना बेले झलक देखिथिबे किंतु नर्स रो जीवन गोटे साधारण जीवन नुह आज्ञा समाज लोक निंदा प्रतिवाद सब सही मध्य आमे सेवा दउचु लोक कहंती नर्सिंग को नहीं बहुत कथा आमे केबे खातिर दउना देखंतु आज्ञा आमे आनिचु आजिर नाटक नर्सिंग इज नॉट इजी फॉर एवरीवन नर्सिंग समस्त सहज नुह लोक कौन कहउचंती आमर कौन निंदा अपवाद को नहीं आक्षेप सबु आमे एइटी प्रसारित करिवु छोटिया नाटक माध्यम रे झील को रखी पाठ साठ न पढ़ाई कौन दीटा करदेले हाथ को दी हाथ करदबा आजिकल झील को नहीं बहुत चर्चा होची आज्ञा से भली करबा नहीं हाँ तथापि किछि लोक अंटा भिडुचंती तांको झील को नर्सिंग पढ़ाइबे से भली अभिभावक माननकु अशेष अशेष कृतज्ञता। संगो अरे भाई आजिकल देखुची क्लिनिकल ड्यूटी जब पड़िलानी तुम्हें सही पटे पड़े जाउछ आम आडे टिके धाव। अरे भाई कहनी कहनी ए जे हॉस्पिटल ड्यूटी पड़िलानी हाँ मो अंटा अंटा पूरा बथा हाँ बिंदिबो 8 घंटा डाक्टर खाना रे ड्यूटी करछ ना सबु बिंदिबो से कथा छाड़ो वो तमे असाइनमेंट लिख दीछो। अरे हाँ तो आज ज्योति मैडम नेबे तो असाइनमेंट हो ए बाबा अच्छा आम पाठ तो सेमिति नुह खाली पढ़ा उत्तारी दबा आउ नंबर रखिबा आमे तो नर्सिंग पढ़ुचे जहाँ आमे शिखिबा लोकन को ऊपर प्रयोग करिबा छाड़ो समरी कंक्लूजन टा बाकी अछि एडजस्ट कर देबी आउ भाई तमरा क्लिनिकल आज कहू स्वाड फीमेल ए खाली छन्ना छन्ना अरे सुनो सुनो काली मु फीमेल मेडिसिन वार्ड रे दउतली हैंड वाशिंग पर 14 और 16 नंबर पेशेंट रो दुईटा छोट छोट पिला धाई आसिले कहिले अंकल अंकल हाथ तो धोइले एबे चक्कल दिया सेटा छाड़ो आउ ए नमिता दीदी हां ए 46 वार हां तांको
ତାଙ୍କ ଝିଅ ହଁ। ସେଦିନ ମତେ କହୁଛି ହଁ। ଅଙ୍କଲ ଅଙ୍କଲ ସଭ୍ୟତା କାହିଁ ଆମେ ନର୍ସିଂ ପରିବା ବିକିବା ଆମେ ଚକୋଲେଟ ବିକିବା ଯାହା କୁହ ପଛେ ଆମ ଜୀବନ ଆଉ ଆମ ପାଠ ସାଧାରଣ ଜୀବନର ପାଠ ଭଳି ନୁହଁ। ଆମେ ଆଉ କାହାକୁ ଟପ୍ ଟପ୍ କରୁନେ ମ ହଁ ପ୍ରତିଦିନ ନୂଆ କାମ ନୂଆ ସେବା ନୂଆ ଇଚ୍ଛା କୋଉ ଦିନ କାହାର ରକ୍ତ ଫୁଡୁଛୁ କୋଉ ଦିନ କାହାର ରକ୍ତ ଟାଣୁଛୁ ଯାହା କୁହ ପଛେ ସାଙ୍ଗ ସବୁ ତ ହଉଛି ସମ୍ମାନ ଟିକେ ମିଳିଗଲେ ହେଇଯାଆନ୍ତା। ଭାଇ ସମ୍ମାନ କଥା ଉଠାନି ସେ ଭଗବାନ ସବୁ ବୁଝିବେ। ହଁ ଭଗବାନ ସବୁ ଦେଖୁଛନ୍ତି ଆମେ ପରା ପଣ କରିଛେ ଲୋକଙ୍କର ସେବା କରିବା। ଚାଲ ଭାଇ ଚାଲ ଭାଇ ହଁ ଆମେ ପଣ କରିଛୁ ଲୋକମାନଙ୍କର ସେବା କରିବା କାରଣ ଆମ ପାଇଁ ସେବା ହିଁ ପରମ ଧର୍ମ। ଆଜ୍ଞା ହଁ ଗୋଟେ ପିଲା ସକାଳୁ ଆସାଇନମେଣ୍ଟ ଲେଖିବ ହସ୍ପିଟାଲରେ ଯାଇ ସେବା କରିବ ରାତିରେ ଆସି ପାଠ ପଢିବ। ଆଜ୍ଞା ନର୍ସିଂର ଜୀବନ ଛୋଟ ଜୀବନ ନୁହଁ ନର୍ସିଂର ଚିନ୍ତାଧାରା ଛୋଟ ଚିନ୍ତାଧାରା ନୁହଁ ନର୍ସିଂର କର୍ତ୍ତବ୍ୟ ଛୋଟ ନୁହଁ ତଥାପି ଲୋକମାନେ ଆମକୁ ଅବହେଳା କରନ୍ତି ଭାବନ୍ତି ଏ ନର୍ସ କଣ ଯେ କରୁଛନ୍ତି। ସବିତା ନାନୀ ସବିତା ନାନୀ କଣ କରୁଛୁ କିଲୋ? ମୁଁ ଏଇ ଚା ଟିକେ ପିଉଛି ଆଉ କହ। ଆଉ ମନ୍ଦିରରୁ ଆଇଲୁଣି ନା? ହଁ ଆଇଲେଣି କହୁନୁ କହ। ତୁ ଯାଇନୁ କିଲୋ? ନା ଲୋ ଆଜି ମୁଁ ଯାଇନି ଟିକେ ଅସୁବିଧା ହେଇଗଲା ପରା। ଆରେ ଜାଣିଛୁ ନା ମୁଁ କଣ ଶୁଣୁଛି? କଣ ଲୋ? ସେଇ ଯୋଉ ରାଉତ ଘର ଝିଅ ଟିକିଲି ନୁହେଁ ନା ହଁ। ତାକୁ ଦୁନିଆ ଲୋକ ଆଇଲେଣି ଦେଖିବାକୁ କେହି ଗୋଟେ ପସନ୍ଦ କରୁନାହାନ୍ତି। ହଁ ଲୋ ସବିତା ନାନୀ ମୁଁ ବି ପା ସେଇଟା କିଛି ଦିନ ହେଲାଣି ଲକ୍ଷ୍ୟ କରୁଛି କେହି ତାକୁ ପସନ୍ଦ କରୁନାହାନ୍ତି। ଆଉ ସେ ଯୁଗ ଅଛି କିଲୋ ସବିତା ନାନୀ ଲୋକ ଆଉ ରୂପ ଦେଖୁନାହାନ୍ତି ଲୋ ପୁଣି ଆଉ ଚରିତ୍ରକୁ ବି ଦେଖୁଛନ୍ତି ପରା। ଇଲୋ ଇଲୋ କିଛି ଲଫଡା ଫପଡା ହେଇଛି କିଲୋ? ହଁ କିଛି ଗୋଟେ ହେଇଛି ବୋଧେ। ହଁ ମୁଁ ସେଇଆ ଦେଖୁଛି ସେ ଝିଅଟା ରାତି ଅଧିଆ ଚାଲି ଆଉଛି ସକାଳୁ ସକାଳୁ ଆଉଛି ଦିନେ ଦିନେ ସକାଳ ପହରୁ ଚାଲି ଆଉଛି ରାତି ଅଧିଆ ମୁହଁ ଓଳେଇକି ଆଉଛି କହନି କହନି ତାର ଯୋଉ ମୁହଁ। ହଁ ଲୋ ସବିତା ନାନୀ ମୁଁ ବି ବା ସେଇଟା କିଛି ଦିନ ହେଲା ଲକ୍ଷ୍ୟ କରୁଛି ଦେଖିନି ଝିଅଟାର ମୁହଁ କାନ କେମିତି ଶୁଖିଗଲାଣି। ହଁ ସେଇ ଗୁଣ କଣ ଲୋକେ ଜାଣିନାହାନ୍ତି ସେଇଥିପାଇଁ କେହି ପସନ୍ଦ କରୁନାହାନ୍ତି। ଦେଖୁନୁ ଏତେ ଆଡୁ ବାହାଘର ପ୍ରସ୍ତାବ ଆସିଲାଣି କେହି ତାକୁ ପସନ୍ଦ କରୁନାହାନ୍ତି। ହଁ ବା ଯୋଉ ଝିଅ ରାତି ଅଧିଆ ବୁଲି ବୁଲି ଘରକୁ ଆଉଛି ତା ଚରିତ୍ର କଣ ଧୁଆ ତୁଳସୀ ନା ହଁ ଲୋ କଣ ସବିତା କହୁନୁ? ନାନୀ କହିଲୁ ବୋଧେ। ହଉ ଛାଡ ତାଙ୍କ କଥା କହିଲେ ଆମର କଣ ହବ ଲୋ ମୁଁ ଯାଏ ସେପଟେ ମୋର କେତେ କାମ। ହଉ ଚାଲ। ହଉ ଯା ଯା ହଉ, ମୁଁ ହଉ। ବି ଯାଏ। ହଉ। ହଉ ଯାଉ ଯାଉ 4 ବର୍ଷ ବିତି ଯାଇଛି ଆମ ଟିକିଲିର ନର୍ସିଂ ବି ସରିଯାଇଛି ଏବେ ଦେଖନ୍ତୁ ଏବେ ଆସନ୍ତୁ ଦେଖିବା ତାର ପାରିବାରିକ ଦୃଶ୍ୟ। ଓ ମହାରାଣୀ ତ ଏ ଯୁଗର ମଦର ଟେରେସା ସେବା ଡାକ୍ତରଖାନାରେ ଦଉଛନ୍ତି ଘରେ ସେବା କିଏ ଦେବ କିଏ ପଚାରେ ମା ଆଜି ରୋଗ ମୁଖରେ ପଡିଛି କିଛି ଦିନ ପରେ ଗାତକୁ ଯିବ ସେବା ତାକୁ ମିଳୁନାହିଁ ବାହାରେ ପର ସେବା ମିଳୁଛି କି ଧର୍ମ ହବ ଯେ ମୁଁ ଜାଣିନାହିଁ। ଆସୁ ଆଜି ସିଏ ଆସୁ ପଦେ ତ କହିବି ଭଲ କି କହିବି ରହିଲେ ରହିବ ନହେଲେ ନାହିଁ। ମାଲୋ ମାଲୋ ହସ୍ପିଟାଲର ଯୋଉ ଡ୍ୟୁଟି ଆଉ ଏ ଘର କାମ କରି କରି ଦିନରେ ମୋ ମୁଣ୍ଡ ଫୁଣ୍ଡ ବିନ୍ଧି ଯାଉଛି। ଆରେ ରାଗିଛ ନା କଣ ମ ଏମିତି ମୁହଁଟା ଫୁଲେଇକି ବସଛ ଯେ? ଛାଡ ହ ତମର ସେ ସୁଆଙ୍ଗିଆ କଥା ନାଇଁ ମୁଁ ରାଗି ନାହିଁ ମୁଁ ହସୁଛି। ହଁ ବାହା ହୋଇଥିଲେ ସ୍ତ୍ରୀକୁ ସୁଖ ଦୁଃଖ ବାଣ୍ଟିବା ପାଇଁ ସ୍ତ୍ରୀ ଖାଇ ଆଉ ଶୋଇବା ପାଇଁ ଘରକୁ ଆସୁଛନ୍ତି ବାକି ସମୟ ତ ଡାକ୍ତରଖାନାରେ ଏଥିରେ ମୁଁ ରାଗିବି କାହିଁକି ହସିବି ପାଗଳ ମୁଁ ନୁହଁ ପାଗଳ କାଳେ ମୋ ସ୍ତ୍ରୀ। ହଁ ଏଥିରେ ପଚାରୁଛନ୍ତି ରାଗିଛ କାହିଁକି? ଏମିତି ପାଗଳକ ଭଳିଆ କଣ ବିହେଭ କରୁଛ? ନାଇଁ ମୁଁ ବିହେଭ କାହିଁକି କରିବି 5 ଲୋକ କହୁଛନ୍ତି ଘରର ରୋଜଗାର ଏତେ କମ ପଡିଲା ଯେ ସ୍ତ୍ରୀଟିକୁ ବାହାରେ ଛାଡି ଦେଇଛି ରାତି ଦିନ ଡାକ୍ତରଖାନାରେ ଅଛି କେତେ କଣ କହୁଛନ୍ତି ସବୁ ଶୁଣୁଛି ସହୁଛି। ତୁମେ ଏମିତି କଣ ପାଇଁ ବିହେଭ କରୁଛ ମୋ ସହ? ଆଉ କଣ କହିବି ତୁମେ ଯୋଉ ଦିନ ଅଧିଆ ରାତି ଅଧିଆ ଚାଲି ଯାଉଛ ସେଠି କଣ କରୁଛ ଡାକ୍ତରଖାନାରେ? ଆଚ୍ଛା ତମେ କେବେ ହସ୍ପିଟାଲ ଯାଇଛ? ହଁ ଯାଇଛି ଆଉ ଜାଣିଛି ଡାକ୍ତରଖାନାରେ ଡାକ୍ତର ହିଁ ଭଗବାନ। ତୁମେ ନର୍ସ ମାନେ ସେଠି କଣ କରୁଛ? ହଉ ଥାଉ ଥାଉ ମତେ ଆଗେ କହିଲ ତୁମକୁ ମୁଁ ବାହା ହେଇଥିଲି ନା ତୁମେ ମତେ ବାହା ହେଇଥିଲ? ଆମେ ଉଭୟଙ୍କୁ ବାହା ହେଇଥିଲୁ। ଆମ ଦୁଇ ଜଣକୁ ବାହା ହେବା ପରେ
କର୍ତ୍ତବ୍ୟ ତ କିଛି ଥିଲା। ହଁ କର୍ତ୍ତବ୍ୟ ଅଛି। କଣ ଅଛି? କିଛି କର୍ତ୍ତବ୍ୟ ଘର ପାଇଁ କରୁଛ? ହଁ କରୁନି। ନିତି ସକାଳୁ ଉଠୁଛି, ନିଜ ନିତ୍ୟକ୍ରମ ସାରୁଛି, ତମ ଅଫିସ ଯିବା ପାଇଁ ତମକୁ ରେଡି କରୁଛି, ତମ ପାଇଁ ଟିଫିନ ବନଉଛି, ଥରେ ମୋର ରୋଗୀର ମା ପାଇଁ ମୁଁ ସେବା କରୁଛି, ତାଙ୍କ ସେବା କରୁଛି, ତାପରେ ଯାଇ ମୁଁ ମୋର ଡ୍ୟୁଟି ଯାଉଛି। ଏବେ ବି କହୁଛ ତମେ ମୁଁ କିଛି କରୁନି? ନା କିଛି କରୁନ। ମାର ସେବା ସେତିକ ଯଥେଷ୍ଟ ହଉନି, ଏଣୁ ପାଇଁ ତମେ କିଛି ବି କରୁନ। ଆଚ୍ଛା ଏ ଯୁଗରେ କଣ ଲୋକଙ୍କୁ କେମିତି ମାଗଣା ସେବା କରି କରି ତମେ ମଦର ଟେରେସା ବନିବ ନା କଣ? ଆଚ୍ଛା ତମେ ଜାଣିଛ ଦିନେ ଯଦି ମୁଁ ହସ୍ପିଟାଲ ଯିବା ବନ୍ଦ କରିଦଉଛି ମୋ ପାଇଁ ଶହ ଶହ ରୋଗୀ ମୃତ୍ୟୁ ସହିତ ଲଢେଇ କରୁଛନ୍ତି। ହଁ ମ ଲଢେଇ କରନ୍ତୁ, ଆଉ ମରି ବି ଯାଆନ୍ତୁ। ଆମର କଣ ଅଛି? ଆପେ ବଞ୍ଚିଲେ ବାପର ନା, ଆମେ ନିଜେ ବଞ୍ଚିବା। ଲୋକଙ୍କ କଥା ଚିନ୍ତା କରିବା ପାଇଁ ଆମେ ଠିକା ନେଇ ନାହିଁ ଏଠି। ଆଚ୍ଛା ତମେ ଏଇ କଥା କହିଦଉଛ, ଆଜି ଯଦି ସେଇ ପେସେଣ୍ଟ ଜାଗାରେ ସେଇ ପେସେଣ୍ଟର ସାମ୍ନାରେ ତମ ମା ଥାନ୍ତେ ତାହେଲେ କଣ ତମେ ସେଇ କଥା କହିଥାନ୍ତ? ହଁ କହିଲେ ଚେଙ୍କରେ ଲାଗିଯିବ। ଆଜିକାଲି ସ୍ତ୍ରୀ ଲୋକଙ୍କୁ କିଛି ନ କହିବା ହିଁ ଭଲ। ବାବା ଦୁରୁ ଜୁହାର, ପଦେ କହିଲେ 10 ପଦ କହିବେ। ପାଟି ତ ଆଜିକାଲି ଖୁର ହେଇଗଲାଣି ନା, ଥରେ କହିଲେ କାଟିକି ରଖି ଦଉଛନ୍ତି। ତମକୁ ବି ବୁଝେଇବା ମୋର ଦରକାର ନାହିଁ। ତମ ଭଳି ପାଗଳ ମଣିଷକୁ ବୁଝେଇବା ଯା ଗୋଟେ କୁକୁରକୁ ବୁଝେଇବା ତା। ହଁ ବାହା ହୋଇ 2 ବର୍ଷ ହେଇଗଲାଣି, କେବେ ବୁଝିଛ ନା ବୁଝିବ? ଜୀବନରେ ଲୋକ କହୁଛନ୍ତି ସ୍ତ୍ରୀ ଯାଉଛି କଣ ଯେ କରୁଛି। ଆଜ୍ଞା ନର୍ସିଂ ରେ ନର୍ସ କେବଳ ପଇସା ରୋଜଗାର କରୁନାହାନ୍ତି, ସେବାରେ ବି ଆନନ୍ଦ ମିଳୁଛି। ହଁ କହିଲେ ଆପଣ ନିକଟରେ ବାହାନଗା ରେଳ ଦୁର୍ଘଟଣା ଦେଖିନଥିଲେ? କଣ କେବଳ ଡାକ୍ତର ହିଁ ସବୁ ସେବା ଦେଇଥିଲା? କଣ ନର୍ସର କୌଣସି ଭୂମିକା ନଥିଲା? ହଁ ଆମେ ସେବା ଦଉଛୁ, କାରଣ ସେବାରେ ବି ଆମକୁ ଶାନ୍ତି, ସେବାରେ ବି ଆମକୁ ଆନନ୍ଦ ମିଳୁଛି। ନମସ୍କାର ଡାକ୍ତର ବାବୁ। ନମସ୍କାର ନମସ୍କାର, ବସ ମା ବସ। କଣ ହେଇଛି ଅସୁବିଧା? ଡାକ୍ତର ବାବୁ ବହୁତ କଷ୍ଟ ହଉଛି। ଡାକ୍ତର ବାବୁ କିଛି ଗୋଟେ କରନ୍ତୁ, ଆଦୌ ସହି ହଉନି। ଆଖିରେ ଦେଖନ୍ତୁ, ଯିବ ଯିବ। ଶୁଣନ୍ତୁ ସମୟ ବୋଧେ ପାଖେଇ ଆସିଲାଣି, ଆପଣ ଗୋଟେ କାମ କରନ୍ତୁ, କାଲି ଆପଣ ୟାଙ୍କୁ ଆଡମିସନ କରିଦିଅନ୍ତୁ, ଯାହା ହବ ମୁଁ ବୁଝୁଛି ଆଉ। ଆଜ୍ଞା ଡାକ୍ତର ବାବୁ। ଆଉ ଡାକ୍ତର ବାବୁ ସବୁ ଭଲରେ ଭଲରେ ହେଇଯିବ ନା ଡାକ୍ତର ବାବୁ? ସବୁ ଭଲରେ ଭଲରେ ହେଇଯିବ, ଆପଣ ଚିନ୍ତା କରନ୍ତୁ। ଆଜ୍ଞା ଡାକ୍ତର ବାବୁ, ଆସୁଛି ଡାକ୍ତର ବାବୁ। ଆଜ୍ଞା ଆଜ୍ଞା ସାର୍। ସେ ସବୁ ଦେଖିଦେବେ ଟିକେ। ଆଜ୍ଞା ଆଜ୍ଞା ହଁ ଆଉ ସେଇଠି ଲିଭୋସେଟ୍ରିଜିନ୍ ଦେଇ ଦେଇଛନ୍ତି ସେ ଆଜ୍ଞା ସାର୍। ଲିଭୋସେଟ୍ରିଜିନ୍ ସହିତ ପାଣ୍ଟୋବାଜଲ ବି ଦେଇ ଦେଇଛି, ତାଙ୍କର ହାଇପର ଏସିଡିଟି ହେଇଥିଲା। ଓକେ ଓକେ ଓକେ। ହଉ ଆଉ ସେ 16 ନମ୍ବରରେ କଣ ହେଲା? ସାର୍ 16 ନମ୍ବର ପେସେଣ୍ଟ ଲାମା ନେବ କହୁଥିଲା ସାର୍। ତାଙ୍କର ସବୁ ରିପୋର୍ଟ ଦେଖିଲେ? ଆଜ୍ଞା ସାର୍ ରିପୋର୍ଟ ଦେଖିଦେଇଛି ତାଙ୍କର ସବୁ। ଓହୋ କିଛି ଅସୁବିଧା ହବନି। ମୋ ପେଟ ମରିଗଲି ନା, ମୋ ପେଟ କଣ ହଉଛି କଣ ହଉଛି? ମୋ ପେଟ ରୁହ ରୁହ ମୁଁ ଡାକ୍ତର। ମୋ ପେଟ ଡାକ୍ତର ବାବୁ ଡାକ୍ତର ବାବୁ, ମୋ ସ୍ତ୍ରୀର ବଡ ପେଟ ଡାକ୍ତର ବାବୁ, ଡାକ୍ତର ବାବୁ ବଞ୍ଚେଇ ଦିଅ, ଡାକ୍ତର ବାବୁ ବଞ୍ଚେଇ ଦିଅ, ଡାକ୍ତର ବାବୁ। ନର୍ସ ନର୍ସ ବି କ୍ୱିକ୍ ବି କ୍ୱିକ୍। Yes, sir. ମରିଗଲି ଲୋ, ଓ ପେଟ ଲୋ ମା, ମୋ ପେଟ। ସତ୍ୟ ବାବୁ କଂଗ୍ରାଚୁଲେସନ, ଆପଣଙ୍କର ଝିଅଟିଏ ହୋଇଛି। କଣ ମୋ ଘରକୁ ଲକ୍ଷ୍ମୀ ଆସିଛି? ଆଜ୍ଞା ଆଉ ମୋ ସ୍ତ୍ରୀ କେମିତି ଅଛି? ସେ ବହୁତ ଭଲ ଅଛନ୍ତି। ମୁଁ କଣ ତାକୁ ଏବେ ଦେଖିପାରିବି? ଆଜ୍ଞା ନିହାତି ଆପଣ ଦେଖା କରିପାରିବେ। ଧନ୍ୟବାଦ ଆଜ୍ଞା। ହଉ ଦେଖ ଏଇଠି ଶୁଣୁଛ, ଦେଖ ଝିଅଟା ପୁରା ତମ ପରି ହେଇଗଲା ତ। ତମ ପରି ହେଇଛି। ହଉ ତମେ ବି ଠିକ ଅଛ ନା? ହଁ ହଉ ଠିକ ଅଛି, ମୁଁ ଡାକ୍ତରଙ୍କ ସହିତ କଥା ହେଇ ଆସୁଛି। ଆଜ୍ଞା।
धन्यवाद डाक्तर बाबू आपण मो पिला आ स्त्री बची जाइछन धन्यवाद धन्यवाद अरे आज्ञा अरे अरे धन्यवाद मते कहतुनी धन्यवाद यांको कहतु मु तो कहली डिलीवरी काम सार देई पळी आली अरे जे सब करिछथि तांको धन्यवाद दियंतु धन्यवाद आज्ञा धन्यवाद आपण मो स्त्री आ पिला बची जाइछन अरे 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 आपण एमिति कहंतुनी लोकंकु सेवा देबा तो हमर कर्तव्य लोकंकु उचित सेवा देई तांको ठीक करबा हमर धर्म आपण को बड़ी बड़ मन थिबा लोकन को माउ कोन कहबी आज्ञा आज्ञा किछि नै अरे अरे किछि नै आज्ञा। आज्ञा मानव जाति आउ ताकु सेवा देबा परम धर्म आज्ञा जेते बेले आसंतु जे कोनसी मुहूर्त रे आसंतु व्यक्तिगत जीवन व्यक्तिगत असुविधा को छाड़ी आमे सेवा दउचु कारण आमे नर्स कारण आमे नर्सिंग पढुचु अरे रे मौसा कासुनती कोन पई कौन कहूल सब नहीं जुआरू मौसा आपण एटी एका अछंती आपण को घरे लोक केही आसी नांती ना कई नाती जाकू धरी हाथ धरी बोली भाभी से तो कोरोना छाड़ी पलई छाड़ी चली गला आ गोटे पुओ अच्छी सीए ता स्त्री कथा पड़ी मत घर खोली देला हऊ से भलर रहू माँ मु कौन भल हेमी आज्ञा मौसा आपण हॉस्पिटल आसीଛନ୍ତି माने निहाती भलो हेकी जिबे हऊ रे माँ तो कथा सत मौसा आपण को डॉक्टर देखि के जाइछंती हाँ हाँ देखी देखी किछि कागज देइछंती हाँ देइछंती देखैले देखैले कागज देखैले ए लो अरे अरे एटी पकई देइछनी मौसा कागज हाँ हाँ नियो नियो ओ अच्छा अच्छा मौसा डॉक्टर एथरे किछि मेडिसिन लिखि देइछंती हाँ। मु आपण को से मेडिसिन देबी बुझिले आपण ठीक भाबे खिया पिया करिवे हाँ। एबे आपण जाई सुस्थ होई परिबे हाँ। बुझिले मौसा हाँ हाँ हौ मौसा नियंतु ए बटिकाटे नियंतु मौसा एटा दिनको दुई थर खाई साला परे खाइबे बुझिले आउ ए सिरपटा नियंतु मौसा ए आधा ग्लास पानी रे 10 ml लेखा मिसे के खाइबे बुझिले मौसा हाँ, हाँ। एबे जाई आपण सुस्थ होई परिबे हाँ ठीक भाबे खिया पिया करिबे मौसा हौ आज्ञा पुओ सिना सेवा करूनी नर्स आमे सेवा करू आज्ञा कारण बुढ़ा छोट पिला काहारी को आमे देखुनी सेवा करूचु नर्स कारण आम धर्म सेवा करिबा धन के चिन्हलु सोना के चिन्हलु मोना के चिन्हलु मोनार बाप को चिन्हलु हाँ हेला तो ए नानी एठी गइलु हां कोन हिची हमर ओडे रील्स बनेलु बोल की बने हां हां भलो की बने दे नने बापा को कहि तो पिकनिक कैंसिल कर दे हां हां दे मु भलो भलो की की बने बने दे हां हां भाई भलो की बने भलो दे हौ हौ बोल की रेडी हां तो भाई भलो की बने रेडी तो हां रेडी ओके 1 2 3 स्टार्ट धन के देखलु कोई ननी सुन मन के चिन्हलु की धन सोना के चिन्हलु मन के चिन्हलु मन से चिन्हलु ना बोल से आई बोली मोर पाके मन तार काजे उठी गल धन आके सिना मन नाही तके तोई जानी न पारे गोटे दिन मिसा जोगी देलु नाही केड़े कथा करी देलु ओई गा जाई करी आसला बेले केंता पसरी देलु रे ननी छी 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 रे ननी छी हेलो किछ हबनी आखि खोला रखंतु आपण किछ हबनी डॉक्टर अरे एठी कोन केही नाती डॉक्टर 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 अरे कोन हिची एई तू के मु एठी कर नर्स एठी कर डॉक्टर माने कोन मरि आछंती डॉक्टर को डाको अरे को कोन हेइची त कुहतु अरे मो भाई रो एक्सीडेंट हि से सिवियर कंडीशन है कोठी अछंती आसंतु आसंतु अरे एठी तो एमने तो केयरलेस भाबे काम करछंती सेपटे से मूर्ख नर्स मो भाई को मारी देइथिबो
ପାଚି ପାଚି ଡକ୍ଟର ଡକ୍ଟର ମୋ ଭାଇ କେମିତି ଅଛି? ଡକ୍ଟର ଆପଣ କିଛି କହୁନାହାନ୍ତି କାହିଁକି? କେମିତି ଅଛି ମୋ ଭାଇ? କେମିତି ଅଛି? ମାରିଦେଲେ ନା ମୋ ଭାଇକୁ, ମାରିଦେଲେ ନା ଆପଣ? କଣ ଭାବୁଛନ୍ତି ଆପଣ? ଆପଣଙ୍କ ଭାଇ ପୁରା ସୁସ୍ଥ ଅଛି। ଯାହା କହିବାର ଅଛି ଯଦି ସର୍ବିନା ଅଛି ତାଙ୍କୁ ଯାଇ କୁହନ୍ତୁ। ଆଜ୍ଞା ଆପଣ ମାନଙ୍କର ବି ଆପଣ ମାନେ ଭାବନ୍ତି ଡାକ୍ତର ଆଉ ନର୍ସ ଏମାନେ ମାରିଦେଲେ। ଆଜ୍ଞା ଦେଖିଲେ ମାରିଲେ କି ମଣିଷର ଜୀବନ ବଞ୍ଚେଇଲେ। ହଁ ନର୍ସିଂ ଆଉ ନର୍ସ ପ୍ରତି ଆଙ୍ଗୁଳି ଉଠେ, ଚରିତ୍ର ପରି ମଧ୍ୟ ଆଙ୍ଗୁଳି ଉଠେ। ଲୋକମାନଙ୍କ ଚିନ୍ତାଧାରାକୁ ଆମେ ବଦଳି ପାରିବାନି। ଆଜ୍ଞା କୋଣାର୍କର ସୂର୍ଯ୍ୟ ମନ୍ଦିର ଦେଖିଥିବେ, ଉପରେ ପଥର ଯାହାକୁ ଆପଣ ଦେଖୁଛନ୍ତି କେତେ ସୁନ୍ଦର ଦେଖାଯାଉଛି, କିନ୍ତୁ କେବେ ଚିନ୍ତା କରିଛନ୍ତି ସେ ପଥର କାହା ଉପରେ ଠିଆ ହେଇଛି? ତଳେ ଲୁଚି ରହିଥିବା ଅସୁନ୍ଦର ପଥର। ଆଜ୍ଞା ସେ ଅସୁନ୍ଦର ପଥର ଯଦି କେବେ କହିବ, ମତେ ତ କୌଣସି ଲୋକ କେବେ କହୁନାହାନ୍ତି, ମତେ ତ କୌଣସି ଲୋକ କେବେ ପୁରସ୍କାର ଦେଉନାହାନ୍ତି, ମୁଁ କାହିଁ ରହିବି? ଆଜ୍ଞା ସେଇଦିନ ଉପରେ ଦେଖାଯାଉଥିବା ସୁନ୍ଦର ପଥର ମଧ୍ୟ ଭାଙ୍ଗିଯିବ। ହଁ ଆପଣ ମନ୍ଦିରରେ ପ୍ରାର୍ଥନା କରୁଥିବେ, ଆଜ୍ଞା ହଁ ମନ୍ଦିରରେ ଆପଣ ଭଗବାନଙ୍କୁ ଡାକୁଥିବେ, ଆପଣ ଗାଧେଇଥିବେ ଯାଇଥିବେ। ଆଜ୍ଞା ଆମର ମୂଳ କର୍ତ୍ତବ୍ୟ ସାର୍ଟରେ ରକ୍ତ ଲାଗିଯାଉ, ପ୍ରତିଦିନ ମଣିଷ ମରନ୍ତୁ, ତଥାପି ପ୍ରତିଟି ପ୍ରୋସିଜିଅର ପ୍ରତିଟି ଜୀବନ ବଞ୍ଚାଇବା ପୂର୍ବରୁ ଆମେ ମାନେ ଡାକ୍ତରକୁ ସମାଜ କରିବା ସହିତ ଆମେ ମାନେ ଠାକୁରଙ୍କୁ ଡାକୁଛୁ ଆମ ପାଇଁ ସବୁ ଜୀବନ। ଧନ୍ୟବାଦ। ହଁ ଆମ ପ୍ରତି ଅବହେଳା ହେଲେ ବି ଆମେ ମାନେ କେବେ ପ୍ରତିବାଦ କରୁନୁ। ହଁ ଆମ ମାନଙ୍କୁ ଲୋକମାନେ ପସନ୍ଦ ନ କଲେ ବି ଆମେ ପ୍ରତିବାଦ କରୁନୁ। ହଁ ଆମମାନଙ୍କୁ ଗୁରୁତ୍ୱ ନଦେଲେ ବି ପ୍ରତିବାଦ କରୁନୁ, କାରଣ ଗୁରୁତ୍ୱ ନେ ଦଉଥିବା ଲୋକମାନେ ହଉଛ ଆପଣ ମାନେ କେବେ ବି ଆସିବେ ଡାକ୍ତରଖାନାରେ ଆମେ ସେଦିନ ବି ଆପଣଙ୍କୁ ନିରହଙ୍କାର ଭାବେ ସେବା ଦେବୁ, କାରଣ ଆମ ପାଇଁ ଗୋଟିଏ ମନ୍ତ୍ର ସେବା ଧର୍ମ ସେବା କର୍ମ ସେବା ହିଁ ପରମ ତପ। କାରଣ ମୁଁ କହୁଛି ମୁଁ ନର୍ସ, ଆମର ସେବା ହିଁ କର୍ତ୍ତବ୍ୟ। थैंक यू। खूब सुंदर